ରାସ୍ତା ମଧ୍ୟରେ ଗାଡ଼ିଆ, ଗାଡ଼ିଆ ମଧ୍ୟରେ ଚିଲିକା ମାରୁଛି ପାଣି। ତା ମଧ୍ୟରେ କୁନି କୁନି ପିଲାମାନଙ୍କ ମୁହଁରୁ ଭାରତ ମାତାର ଜୟ ଜୟକାର ଧ୍ୱନି। ଆଜିର ଶିଶୁ ଆସନ୍ତା କାଲିର ନାଗରିକ। ଗୁରୁଜୀ ଗୁରୁମା, ଛାତ୍ରଛାତ୍ରୀ ଓ ଅଭିଭାବକ ଅଭିଭାବିକା ଭୁଲି ନାହାନ୍ତି ସ୍ୱାଧୀନତା ଦିବସକୁ। କିନ୍ତୁ ଅଫିସର ଏବଂ ନେତା ଭୁଲିଗଲେ ସମାଜ ପ୍ରତି ସେମାନଙ୍କର ବି କିଛି ଦାୟିତ୍ୱ ରହିଛି। ଏ ରାସ୍ତାଟି ଦର୍ଶକ ବନ୍ଧୁ କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ ବାମେବାରୀ ଗାଁର। ଦେଶ ସ୍ୱାଧୀନ ହେବାର 79 ବର୍ଷ ହେଲା, କିନ୍ତୁ ଗାଁକୁ ଖଣ୍ଡିଏ ଭଲ ରାସ୍ତା ନାହିଁ। ସ୍ୱାଧୀନତା ଦିବସ ଅବସରରେ କେଉଁ ସ୍ଥାନରେ ଛିଡ଼ା ହୋଇ ଭାରତ ମାତାର ଜୟଗାନ କରିବେ, ସେ ନେଇ ବାଟବଣା ହେଉଛନ୍ତି ଛାତ୍ରଛାତ୍ରୀ ଏବଂ ଶିକ୍ଷକ। ଏହା ସହ ଉକ୍ତ ରାସ୍ତାରେ ଜରୁରୀକାଳୀନ ପରିସ୍ଥିତିରେ ଆମ୍ବୁଲାନ୍ସଟିଏ ଯିବା ମଧ୍ୟ କଷ୍ଟକର ହୋଇପଡ଼ୁଛି। ଏଣୁ ଯୋଡ଼ା ବ୍ଲକର ସୁନାମଧନ୍ୟ ଅଫିସର ଏବଂ ନେତାମାନେ କାର୍ଯ୍ୟାଳୟରେ ଚୌକି ପକାଇ ବସିଗଲେ ସମାଜର କଲ୍ୟାଣ ହୁଏ ନାହିଁ। କାର୍ଯ୍ୟାଳୟର ଚାରିକାନ୍ଥ ଭିତରୁ ବାହାରି ବାମେବାରୀ ଗ୍ରାମର ରାସ୍ତା ସମସ୍ୟା ଦୂର କରିବାକୁ ସାଧାରଣରେ ଆଲୋଚନା ହେଉଛି। ବ୍ୟୁରୋ ରିପୋର୍ଟ, ଜନଜାଗରଣ ଓଡ଼ିଆ। ଭିଡ଼ିଓ ଗୁଡ଼ିକ ଆପଣମାନଙ୍କୁ ଭଲ ଲାଗୁଥିଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ଲାଇକ୍ ସେୟାର କରିବାକୁ ଭୁଲନ୍ତୁ ନାହିଁ।